ସବୁଠାରୁ କଠିନ କାମକୁ ପ୍ରଥମେ କରନ୍ତୁ। ଡେଲ୍ କାର୍ନେଗୀଙ୍କ ଭାଷାରେ ପ୍ରଥମେ ସବୁଠୁ କଠିନ କାମକୁ ପୂରା କରନ୍ତୁ। ସହଜ କାମ ଆପେ ଆପେ ହୋଇଯିବ। ଯଦି ଆପଣ ଦିନର ଶୁଭାରମ୍ଭ ପ୍ରାଥମିକତାର ଆଧାରରେ କଠିନ କାମକୁ ଆଗେ ପୂରା କରନ୍ତି, ତେବେ ଆପଣ ଚିନ୍ତାମୁକ୍ତ ହୋଇ ଅନ୍ୟ କାମକୁ ସହଜରେ କରିପାରିବେ। କଠିନ କାମକୁ ଆଗେ ସାରିଦେଲେ ଆଗକୁ ବଢ଼ିବା ସହଜ ହୁଏ। ଟଙ୍କା ବଢ଼ାଇବା କେବଳ ସଞ୍ଚୟ କଲେ ଟଙ୍କା ବଢ଼େ ନାହିଁ, ଏହାକୁ ବିନିଯୋଗ କଲେ ଅଧିକ ଟଙ୍କା ମିଳିଥାଏ। ଟଙ୍କା ରୋଜଗାର କରିବା ଅପେକ୍ଷା ଟଙ୍କା ବଢ଼ାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ। ସମୁଦ୍ର ସମସ୍ତଙ୍କୁ ଏକାପରି ଦେଖାଯାଏ, ହେଲେ କିଏ ସେଥିରେ ମୋତି ଖୋଜେ ତ କିଏ ମାଛ, ଆଉ କିଏ ଖାଲି ଓଦା ହୋଇଯାଏ। ମଣିଷ ଜୀବନ ବି ସେମିତି। ଏହା ଆମ ଉପରେ ନିର୍ଭର କରେ ଆମକୁ କ'ଣ ପାଇବାର ଅଛି, ଆମେ କ'ଣ ଖୋଜୁଛୁ। ସଫଳତା ପାଇବାକୁ ହେଲେ ନିଜେ ଏକା ଆଗକୁ ବଢ଼ିବାକୁ ହୁଏ। ସଫଳ ହେଲା ପରେ ଲୋକେ ଆପେ ଆପେ ପଛରେ ଆସିବେ। ଭାବନା ଛାଡ଼ନ୍ତୁ, କାର୍ଯ୍ୟ ଆରମ୍ଭ କରନ୍ତୁ। ବିଚାରକ ଇବା ୟଙ୍ଗ କହିଛନ୍ତି, କୌଣସି କାର୍ଯ୍ୟ ବିଷୟରେ ଅଧିକ ଭାବିଲେ ସାଧାରଣତଃ ସେହି କାର୍ଯ୍ୟ ପୂରା କରାଯାଇପାରେ ନାହିଁ। ଆପଣ ଯେଉଁ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି, ତା ପାଇଁ ଯୋଜନା ପ୍ରସ୍ତୁତି କରିନେଲେ କିଛି ନା କିଛି ସାହାଯ୍ୟ ମିଳିଥାଏ ବା ତାହା ହାସଲ କରିବା ସହଜ ହୋଇଥାଏ। କିନ୍ତୁ ଅଧିକ ଲମ୍ବା ଯୋଜନା ବା ଅଧିକ ଚିନ୍ତା କରିବା ଦ୍ୱାରା ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଥାଏ। ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଭାବିଚିନ୍ତି ଶକ୍ତିଶାଳୀ ଯୋଜନା ପ୍ରସ୍ତୁତ କରିବାକୁ ଚେଷ୍ଟା କରନ୍ତି। ଏକ ଏମିତି ଯୋଜନା ଯେଉଁଥିରେ କିଛି ବି ଭୁଲ ନଥିବ, ଯାହା କେବେ ବି ବିଫଳ ନ ହେବ। କିନ୍ତୁ ଏପରି ନିୟୋଜନ ବାସ୍ତବରେ ସମ୍ଭବ ହୋଇନଥାଏ। ଏପରି ନିୟୋଜନ ତିଆରି କରିବାରେ ଅଧିକ ସମୟ ଲାଗିଥାଏ, ଯାହା କେବଳ ନିଜ ସହ ନିଜେ ବିଶ୍ୱାସଘାତ କରିବା ପରି ହୋଇଥାଏ। କେବଳ 30 ଦିନରେ ଆପଣଙ୍କ ଶରୀର ପୂରା ବଦଳିଯିବ। ଯଦି 1 ମାସ ବା 30 ଦିନରେ ମିଠା ଖାଇବା ବନ୍ଦ କରିଦେବେ, ତେବେ ଶରୀରରେ ବହୁତ ବଡ଼ ପରିବର୍ତ୍ତନ ଦେଖିପାରିବେ। ମିଠା ଖାଇବା ଛାଡ଼ିବା ଦ୍ୱାରା ସୁନ୍ଦର ଦେଖାଯିବେ, ଦାନ୍ତ ସଫା ହୋଇ ଚମକ ଦେଖାଯିବ, ବ୍ରେନ୍ ଫଙ୍କସନ୍ ଠିକରେ ହୋଇପାରିବ, ଯାଦ୍ୱାରା ନିଦ ଭଲ ହେବ, କୋଲେଷ୍ଟ୍ରଲ କମ୍ ହେବ, ମୁହଁ ତଳେ ଜମା ହୋଇଥିବା ଫ୍ୟାଟ୍ କମିଯିବ। ଏହା ଏକ ରିସର୍ଚ୍ଚରୁ ଜଣାପଡ଼ିଛି। ସାମ୍ନାରେ ତାଳି ମାରି ପଛରେ ଗାଳି ଦେବା, ସେ ଅଭ୍ୟାସ ମୋର ନାହିଁ। ଯାହା କୁହେ ଫେସ୍ ଟୁ ଫେସ୍ କୁହେ। ସମ୍ପର୍କ ରହିଲେ ଭଲ ତ, ନ ରହିଲେ ଚାଲ। କ'ଣ ବୁଝିଲେ ତ ବନ୍ଧୁ? ଜୟ ଶ୍ରୀ ଜଗନ୍ନାଥ।